भगवान को प्रार्थना करिबा सेतेबेले निश्चय गुरु भगवान पितामाता शिक्षादाता दीक्षादाता इष्ट एवं परमेश्वर परमात्मा अनंत कोटि ब्रह्मांडर नायक प्रभु श्री जगन्नाथ को निश्चय आवाहन करवा एवं आमे ध्यान रे बसिवा पूर्वरु समस्त देवादेवी इष्टमान को पितामाता को आवाहन करी ओम गुरु भे नम कही प्रणाम करिबा एवं प्रार्थना करिबा ओम अखंड मंडलकारं व्याप्त जेन चराचरं तत्पादस्थितजेनं तस्मै श्री गुरवे नमः। महावतार बाबाजी महाराजाय नमः। ओम जोगीराज लहड़ी महाशयाय नमः। जुक्तेश्वर महाराजाय नमः। ओम जोगानंद महाराजाय नमः। ओम हरिहरानंद महाराजाय नमः। ओम श्रद्धानंद महाराजाय नमः। क्रियायोगर गुरु परम पूज्य प्रणम्य बाबाजी महाराज होचंती क्रियायोगर आद्यकर्ता धाता एवं श्रीमद् भगवत गीता को क्रियायोग भाव ब्रह्म विद्या योग शास्त्र भाव प्रयोगात्मक चेतना समाज रे वितरण करिवार प्रथम परम गुरु एवं अणाक्षर क्रियायोगर पंचसखा मानक मध्यरे आमर पूज्य प्रणम्य गुरु होचंती अच्युत महापुरुष तांकर आसंता काली पुण्यतिथि स्नान तिथि रे जन्म दिवस पालन करा जिवो एवं अच्युत महापुरुष को आमे आवाहन करिवा ओम अच्युताय नमः। ओम अनंताय नमः। ओम गोविंदाय नमः। ओम मधुसूदनाय नमः। ओम हरिसूदनाय नमः। ओम सुदर्शनाय नमः। एवं आमर परमेश्वर परमात्मा से होचंती प्रभु श्री जगन्नाथ तेणु आमे तांको जगन्नाथ को 3 थर आवाहन करिवा ओम जगन्नाथाय ते नमः। विद्महे निराकाराय धीमहि तन्नच्युत प्रचोदयात्। ॐ अणाकाराय विद्महे निराकाराय धीमहि तन्नच्युत प्रचोदयात्। ॐ अणाकाराय विद्महे निराकाराय धीमहि तन्नच्युत प्रचोदयात्। या परे
ଭୂମିଷ୍ଠ ପ୍ରଣାମ କରିବା। ଯେଉଁମାନେ ଉଚ୍ଚ ପଥର ଆସନରେ ବସିଛନ୍ତି ସମ୍ପୂର୍ଣ୍ଣ ଭୂମିରେ ପ୍ରଣାମ ଲଗାଇବାକୁ ଚେଷ୍ଟା ନ କରି କେବଳ ହୃଦୟରେ ପ୍ରଭୁଙ୍କୁ ଟିକେ ନଇଁକି ପ୍ରଣାମ କରି ସମର୍ପିତ ହୁଅନ୍ତୁ। ଯେଉଁମାନଙ୍କୁ ସମ୍ଭବ ପ୍ରଣାମ କରିବା ପାଇଁ ଭୂମିରେ କରନ୍ତୁ। ଆମେ ସମସ୍ତ ଦେବାଦେବୀ ଭଗବାନଙ୍କୁ ଇଷ୍ଟଙ୍କୁ ଆବାହନ କଲେ ଏବଂ ୟା ପରେ ଆମେ ଆମର ଧ୍ୟାନ ମାର୍ଗର ବିଧି ଯାହା ଜାଣିଛେ ଗୁରୁଙ୍କ ଠାରୁ ହଂସ ସାଧନା ସେ ବିଷୟରେ ଅବଗତ ଅଛନ୍ତି ଆପଣମାନେ। ପ୍ରଥମେ ଆମର କ୍ରିୟାର ବିଧି। କ୍ରିୟା ହେଉଛି କର୍ମ, କ୍ରି ମାନେ କର୍ମ, ୟା ମାନେ ଆତ୍ମା। ଅର୍ଥ ଆମେ ଆତ୍ମାର କର୍ମ କରୁଛୁ। ଦୃଷ୍ଟିରେ ବସିଛନ୍ତି ଅମନ, କର୍ଣ୍ଣରେ କୁମନ, ନାସାରେ ସୁମନ, ଜିଭରେ ମନ ଏବଂ ବିମନ। ଆମେ ଦୃଷ୍ଟିକୁ କୂଟସ୍ଥ ପରମଧାମ ତ୍ରିକୁଟ ଅର୍ଥ ଆଜ୍ଞାଚକ୍ରରେ ସ୍ଥିର କରିବା। ଧୀରେ ଆଖିକୁ କୋମଳ ଭାବରେ ବନ୍ଦ କରିବା ଏବଂ ଆଜ୍ଞାଚକ୍ରକୁ ଦୃଷ୍ଟି ଦେବା। ଆଜ୍ଞାଚକ୍ରରେ ଦୃଷ୍ଟି ଯେତେବେଳେ ସ୍ଥିର ହେବ, ମନ ପ୍ରାଣରେ ସ୍ଥିର ହେବ ଏବଂ ଖେଚେରୀ ମୁଦ୍ରା ଜିଭକୁ ଓଲଟେଇ ଘଣ୍ଟିକା ପର୍ଯ୍ୟନ୍ତ ଟାଣି ନେବା। କୋମଳ ତାଳୁରେ ଜିଭର ଅଗ୍ରଭାଗ ଯେତେବେଳେ ସ୍ପର୍ଶ କରି ନରମ ଲାଗିବ, ବରଫ ପରି ଶୀତଳ ଲାଗିବ, ସେହି ଅବସ୍ଥା ସୃଷ୍ଟି ହେବ। କାନରେ ଦିବ୍ୟ ଧ୍ୱନି ପ୍ରଣବ ଓଙ୍କାର ଅନାହତ ଧ୍ୱନି ବ୍ରହ୍ମଶବ୍ଦ ଯେତେବେଳେ ଶ୍ରବଣ ହେବ ଏବଂ ହଂସ ସାଧନାର ହଂସ ବିଧି ଜାଣିଥିବା ସମସ୍ତ ସାଧକମାନେ ଅନୁଭବ କରିବେ। ପ୍ରାଣ ଯେତେବେଳେ ପୂରକ ହେଉଥିବେ ଏବଂ ରେଚକ ହେଉଥିବେ, ସେତେବେଳେ ତାଙ୍କର ସ୍ୱର, ତାଙ୍କର ଧ୍ୱନି ମଧ୍ୟ ଶୁଣାଯିବ। ପ୍ରଥମେ ସ୍ଥିର ହୋଇ ବସନ୍ତୁ। ଦୃଷ୍ଟିକୁ ଆଜ୍ଞାଚକ୍ରରେ ସ୍ଥିର କରନ୍ତୁ। ମନକୁ ପ୍ରାଣରେ ସଂଯୋଗ କରନ୍ତୁ। ପ୍ରାଣ ପ୍ରବେଶ କରୁଛନ୍ତି ଆତ୍ମା ରୂପରେ, ପରମ ବ୍ରହ୍ମ ରୂପରେ। ସିଏ ଆମର ସର୍ବସ୍ୱ। ପ୍ରାଣ ବିନା ଆମେ ନା ଶୁଣିପାରିବୁ, ନା ଦେଖିପାରିବୁ, ନା କିଛି କହିପାରିବୁ, ନା ଅନୁଭବ କରିପାରିବୁ। ପ୍ରାଣ ହିଁ ଆମର ପରମ ବ୍ରହ୍ମ, ପରମ ପିତା। ସେ ସୂକ୍ଷ୍ମ ସତ୍ତାରେ, ସୂକ୍ଷ୍ମ ଶରୀର ରୂପରେ, ପ୍ରାଣ ଭାବରେ ଆମ ଏ ସ୍ଥୂଳ ଶରୀରରେ ବିଚରଣ କରୁଛନ୍ତି। ଆପାଦ ମସ୍ତକ ତାଙ୍କର ଅନୁଭବ। ସେ ହିଁ ସବୁଠି। ପାଦରେ ସେ, ସହସ୍ରରେ ସେ, ମୂଳଦ୍ୱାର ମୂଳାଧାର ଭୂତତ୍ୱରେ ସିଏ, ସ୍ୱାଧିଷ୍ଠାନ ଲିଙ୍ଗଚକ୍ର ଜଳତତ୍ୱରେ ସେ, ନାଭିଚକ୍ର ଅଗ୍ନିତତ୍ୱରେ ସେ, ହୃଦଚକ୍ର ବାୟୁତତ୍ୱରେ ସେ, କଣ୍ଠଚକ୍ର ଆକାଶ ତତ୍ୱରେ ସେ, ଆଜ୍ଞାଚକ୍ର ବ୍ରହ୍ମତତ୍ୱରେ ସେ, ସହସ୍ରାରେ ପରମ ବ୍ରହ୍ମ ପରମ ପିତା ଭାବରେ ମଧ୍ୟ ସେ। ଅପାଦ ମସ୍ତକ 72,000 ନାଡ଼ିରେ ବିଚରଣ କରୁଛନ୍ତି ସେ। ମୁଁ ନାହିଁ, କେବଳ ତୁମେ ହିଁ ଅଛ। ତୁମେ 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 କରୁଛ, କରାଉଛ। ମୁଁ ନାହିଁ। ସବୁଠି ତୁମର ଅନୁଭବ, ସବୁଠି ତୁମେ। ଯାହା ମୁଁ ଦେଖୁଛି ସବୁ ତୁମର ରୂପ। ଯାହା କହୁଛି ସବୁ ତୁମେ କହୁଛ। ଯାହା ଦେଖୁଛି
ସବୁ ତୁମେ ଦେଖାଉଛ, ତୁମେ ଦେଖୁଛ, ତୁମେ ଦେଖା ଦେଉଛ, ସବୁଠି ତୁମେ, କେଉଁଠି ନାହିଁ ମୁଁ। ତୁମର ପଦାର ବିନ୍ଦରେ ମୋତେ ଲୀନ କରିଦିଅନ୍ତୁ। ଜ୍ଞାତ ଅଜ୍ଞାତ ପାପକୁ କ୍ଷମା କରି ପ୍ରଭୁ ଆପଣଙ୍କର ସାନ୍ନିଧ୍ୟ, ଆପଣଙ୍କର ଅନୁଭବ ମୋତେ ସେତିକି ହିଁ ଦରକାର। ଧନ ଜନ ସୁଖ ସମୃଦ୍ଧି ବିଳାସ କ୍ଷମତା କିଛି ଚାହେଁ ନାହିଁ, କେବଳ ଆପଣଙ୍କର ଉପସ୍ଥିତି ଏତିକି ହିଁ କାମ୍ୟ। ଏହାପରେ ଆମେ ଯେଉଁମାନେ କୁଣ୍ଡଳିନୀ ସାଧନା ବିଷୟରେ ଜାଣନ୍ତି, ମୂଳାଧାରରେ ଅଛନ୍ତି ସ୍ୱୟଂ ଗଣନାୟକ ଗଣପତି ଅଗ୍ରପୂଜ୍ୟ ବକ୍ରତୁଣ୍ଡ ମହାକାୟ କୋଟି ସୂର୍ଯ୍ୟ ସମପ୍ରଭ ନିର୍ବିଘ୍ନେ କୁରୁ ମେ ଦେବ ସର୍ବକାର୍ଯ୍ୟସୁ ସର୍ବଦା। ମୂଳାଧାରର ଅଧିକାରୀ ହେଉଛନ୍ତି ଗଜାନନ ଗଣପତି ଅଗ୍ରପୂଜ୍ୟ ବିଘ୍ନ ବିନାଶକ। ସେଠି ବସିଛନ୍ତି ଇନ୍ଦ୍ର, ଐରାବତ ହସ୍ତି ଏବଂ ମା ଡାକିନୀ। ତାର ବୀଜମନ୍ତ୍ର ହେଉଛି ଲଙ୍ଗ୍ ଏବଂ ଲଙ୍ଗ୍ ଉଚ୍ଚାରଣ କରି ଯେତେବେଳେ ପ୍ରାଣକୁ ପୂରକ କରିବେ, ଆଜ୍ଞାରେ ରହିବ ଦୃଷ୍ଟି, ପ୍ରାଣରେ ରହିବ ମନ ଏବଂ ଜିଭକୁ ଖେଚେରି ମୁଦ୍ରା କରି ମୂଳାଧାର ଠାରୁ ସହସ୍ରା ପର୍ଯ୍ୟନ୍ତ ପ୍ରାଣକୁ ତୋଳିବେ ଏବଂ ଅନୁଭବ କରିବେ, ମନରେ ଭାବିବେ ଯେ ସୁଷୁମ୍ନା ରାସ୍ତା ଦେଇ ସ୍ୱୟଂ ପରମ ପିତା ପରମ ବ୍ରହ୍ମ ପ୍ରାଣ ସ୍ୱରୂପରେ ବିରାଜମାନ କରୁଛନ୍ତି ସହସ୍ରାକୁ। ଏବଂ ମୂଳାଧାରକୁ ଯେମିତି ଆପଣ ସଂକୋଚନ ପ୍ରସାରଣ କରିବା ଶିଖିଛନ୍ତି, ଆପଣ ଯେତେବେଳେ ମଳତ୍ୟାଗ ସମୟରେ ସଂକୋଚନ ପ୍ରସାରଣ ହୁଏ, କୁନ୍ଥେଇବାକୁ ପଡ଼େ, ପୁଣି ଟାଣି ନେବାକୁ ପଡ଼େ, ସେମିତି ଧୀରେ କରନ୍ତୁ ସଂକୋଚନ ପ୍ରସାରଣ। ମୂଳାଧାର ସଂକୋଚନ ପ୍ରସାରଣ ହେଲେ ମହାଶକ୍ତି କୁଣ୍ଡଳିନୀ ଶକ୍ତି ଯାହା ସୁପ୍ତ ଅବସ୍ଥାରେ ଅଛନ୍ତି ତାହା ଜାଗରିତ ହେବେ ଏବଂ ସୁଷୁମ୍ନା ରାସ୍ତା ଦେଇ ସହସ୍ରାକୁ ବିରାଜମାନ କରିବେ। ଏବେ ଆମେ ଆରମ୍ଭ କରିବା। ଦୃଷ୍ଟିକୁ ଆଜ୍ଞାରେ ସ୍ଥିର କରନ୍ତୁ। ପ୍ରାଣକୁ ମନ ସହିତ ପ୍ରାଣରେ ମନ ସ୍ଥିର କରନ୍ତୁ। ଅର୍ଥ ଜାଣନ୍ତୁ। ପ୍ରଭୁ ପରମ ପିତା ଗୋଟିଏ ରୂପରେ ପ୍ରବେଶ କରୁଛନ୍ତି। ପ୍ରଭୁ ପରମ ପିତା ରୂପରେ ପ୍ରବେଶ କରି ମା ଜଗଜ୍ଜନନୀ ରୂପରେ ପ୍ରସ୍ଥାନ କରୁଛନ୍ତି। ଏତିକି ଜାଣିବା ହିଁ ଧ୍ୟାନ। ତାପରେ ଆପଣ ସଂକୋଚନ ପ୍ରସାରଣ କରୁଛନ୍ତି ଏବଂ ଜିଭକୁ ଖେଚେରି ମୁଦ୍ରା କରିଛନ୍ତି। ଓଠକୁ ସାମାନ୍ୟ ଲମାନ୍ତୁ ଏବଂ ପ୍ରାଣ ତୋଳନ୍ତୁ। ତାପରେ ଜିଭକୁ ଖୋଲିବେ, ଖେଚେରି ମୁଦ୍ରା ଖୋଲିବେ, ଲଙ୍ଗ୍ ଉଚ୍ଚାରଣ କରିବେ। ପ୍ରଣାମ କରନ୍ତୁ। କାରଣ କିଏ କେଉଁ ଅବସ୍ଥାରେ କେମିତି ବସିଛନ୍ତି ଏଇଟା ସମତଳ ଭୂମି ନୁହେଁ। ନିଜକୁ ସତର୍କ ଭାବରେ ପ୍ରଭୁଙ୍କ ସହିତ ରୁହନ୍ତୁ। ତାପରେ ପୁଣି ଦୃଷ୍ଟି ଆଜ୍ଞାରେ, ମନ ପ୍ରାଣରେ ଖେଚେରି ମୁଦ୍ରା, ସ୍ୱାଧିଷ୍ଠାନ ଚକ୍ର, ବୀଜମନ୍ତ୍ର ବଂ। ଆପଣ ପ୍ରାଣ ତୋଳନ୍ତୁ। ଜିଭକୁ ଖେଚେରି ମୁଦ୍ରା କରି ଦୃଷ୍ଟି ଆଜ୍ଞାରେ, ମନ ପ୍ରାଣରେ, ଓଠକୁ ଟିକେ ସାମାନ୍ୟ ଲମ୍ବାନ୍ତୁ, ପ୍ରାଣଙ୍କୁ ତୋଳନ୍ତୁ। ବଂ
ପ୍ରଣାମ କରନ୍ତୁ। ଉଠି ବସନ୍ତୁ। ପୁନର୍ବାର ମଣିପୁର ଚକ୍ର, ଅଗ୍ନି ତତ୍ତ୍ୱ, ବୀଜ ମନ୍ତ୍ର ରଙ୍ଗ ପୂର୍ବପରି ସମସ୍ତ ଅଭ୍ୟାସକୁ ଜାରି ରଖନ୍ତୁ। ଜିଭକୁ ଖେଚେରି ମୁଦ୍ରା କରି ଓଠକୁ ସାମାନ୍ୟ ଲମ୍ବେଇ ପ୍ରାଣ ତୋଳିବା ଦ୍ୱାରା ପାଟି ବାଟ ଦେଇ ଯେତେବେଳେ ବାୟୁ ସଞ୍ଚାଳିତ ହେବେ ଗର୍ଭକୁ, ସେତେବେଳେ ଜିଭଟି ଯାଇ ଖେଚେରି ମୁଦ୍ରା ଯେଉଁ ଛୋଟ ଜିଭରେ ସ୍ପର୍ଶ କରିବ ଘଣ୍ଟିକାରେ। ତେଣୁ ଆପଣ ପ୍ରାଣ ସେହି ଭାବରେ ତୋଳନ୍ତୁ। ରଙ୍ଗ